ଏହି କାହାଣୀଟି ଏକ ଛୋଟ ଗାଁରେ ରହୁଥିବା ବାଳକ ମୋହନ ବିଷୟରେ, ଯିଏ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜ ପରିଶ୍ରମ ଏବଂ ନିଷ୍ଠା ସହିତ ସଫଳତାର ଉଚ୍ଚତାକୁ ସ୍ପର୍ଶ କରିଥିଲା। ତାର ଯାତ୍ରା ସଂଘର୍ଷ, ଆତ୍ମବିଶ୍ୱାସ ଏବଂ ଅତୁଟ ନିଷ୍ଠାର ଏକ ଅଦ୍ଭୁତ ଉଦାହରଣ। ମୋହନ ଏକ ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲା। ତା ବାପା ଦିନରାତି ଚାଷ କାର୍ଯ୍ୟରେ କଠିନ ପରିଶ୍ରମ କରୁଥିଲେ ଏବଂ ମା ଘର କାମ ସହିତ କ୍ଷେତରେ ସାହାଯ୍ୟ କରୁଥିଲେ। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିଲା, କିନ୍ତୁ ମୋହନର ପିତାମାତା ତାକୁ ଶିକ୍ଷା ଦେବାକୁ ସ୍ଥିର କରିଥିଲେ। ମୋହନ ତା ପ୍ରାରମ୍ଭ ଶିକ୍ଷାକୁ ଗାଁର ଏକମାତ୍ର ପ୍ରାଥମିକ ବିଦ୍ୟାଳୟରୁ ସମାପ୍ତ କରିଥିଲା। ମୋହନର ଶିକ୍ଷାଗତ ଯାତ୍ରା ସହଜ ନଥିଲା। ପ୍ରାଥମିକ ଶିକ୍ଷା ପରେ ତାକୁ ଉଚ୍ଚଶିକ୍ଷା ପାଇଁ ନିକଟସ୍ଥ ସହରକୁ ଯିବାକୁ ପଡ଼ିଲା। ଆର୍ଥିକ ପ୍ରତିବନ୍ଧକ ହେତୁ ତା ପାଖରେ ବହି କିଣିବାକୁ ଟଙ୍କା ନଥିଲା, କିନ୍ତୁ ସହରରେ ରହିବାର ମାଧ୍ୟମ ନଥିଲା। ତଥାପି ସେ ସାହସ ହରାଇଲା ନାହିଁ। ସେ ସ୍ଥିର କଲା ଯେ ସେ ତାର ଶିକ୍ଷା ସମାପ୍ତ କରିବ ଏବଂ ତାର ସ୍ୱପ୍ନକୁ ସାକାର କରିବ। ଦିନେ ଗାଁର ବୃଦ୍ଧମାନେ ମୋହନକୁ ପରାମର୍ଶ ଦେଲେ, ପୁଅ, ଶିକ୍ଷା ହେଉଛି ସବୁଠାରୁ ବଡ଼ ଶକ୍ତି। ଯଦି ତୁମେ ପ୍ରକୃତ ହୃଦୟ ସହିତ କଠିନ ପରିଶ୍ରମ କର, ତେବେ କୌଣସି ପ୍ରତିବନ୍ଧକ ତୁମକୁ ଅଟକାଇ ପାରିବ ନାହିଁ। ଏହି ଶବ୍ଦଗୁଡ଼ିକ ମୋହନର ହୃଦୟରେ ଗଭୀର ଭାବରେ ପ୍ରବେଶ କଲା। ସେ ଏହାକୁ ତାର ପ୍ରେରଣା ଭାବରେ ଗ୍ରହଣ କଲା ଏବଂ ତା ସ୍ୱପ୍ନ ଆଡ଼କୁ ପଦକ୍ଷେପ ନେଲା। ଅଧ୍ୟୟନ ଜାରି ରଖିବା ପାଇଁ ମୋହନ ଘର ଘର ଯାଇ ଟ୍ୟୁସନ୍ ପଢ଼ାଇବା ଆରମ୍ଭ କଲା। ସେ ନିଜେ ଦିନରେ ପାଠ ପଢ଼ୁଥିଲା ଏବଂ ରାତିରେ ପିଲାମାନଙ୍କୁ ଶିକ୍ଷା ଦେଇଥିଲା। ତାର ଦୈନନ୍ଦିନ କାର୍ଯ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କିନ୍ତୁ ତାର ସ୍ୱପ୍ନ ତାକୁ ପ୍ରତ୍ୟେକ ଅସୁବିଧାର ମୁକାବିଲା କରିବାକୁ ଶକ୍ତି ଦେଇଥିଲା। ତାର କଠିନ ପରିଶ୍ରମ ଏବଂ ନିଷ୍ଠା ତାକୁ କେବେ ବି ତା ଲକ୍ଷ୍ୟ ଆଡ଼କୁ ଯିବାକୁ ବାରଣ କଲା ନାହିଁ। ବହୁ ବର୍ଷର ପରିଶ୍ରମ ଏବଂ ସଂଘର୍ଷ ପରେ ମୋହନ ତାର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କଲା। ଯେତେବେଳେ ସେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି ପାଇଲା, ତାର କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା। ଏହି ଚାକିରି କେବଳ ତା ପାଇଁ ନୁହେଁ, ବରଂ ତା ପରିବାର ପାଇଁ ମଧ୍ୟ ଜୀବନ ପରିବର୍ତ୍ତନ କରିବାର ପ୍ରମାଣିତ ହେଲା। ମୋହନର ସଫଳତା ତାକୁ କେବଳ ଗର୍ବରେ ପରିପୂର୍ଣ୍ଣ କରିନଥିଲା, ବରଂ ତା ପରିବାର ଏବଂ ଗାଁ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଥିଲା। ତାର କାହାଣୀ ଗାଁର ଅନ୍ୟ ପିଲାମାନଙ୍କୁ ମଧ୍ୟ ପ୍ରେରଣା ଦେଇଥିଲା ଯେ ପରିସ୍ଥିତି ମଧ୍ୟ ଯେତେ ପ୍ରତିକୂଳ ହେଉନା କାହିଁକି, ସେମାନେ ମଧ୍ୟ ତାଙ୍କର ସ୍ୱପ୍ନକୁ ପୂରଣ କରିପାରିବେ। ମୋହନର ପ୍ରେରଣାଦାୟକ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆତ୍ମବିଶ୍ୱାସ, ନିଷ୍ଠା ଏବଂ କଠିନ ପରିଶ୍ରମ ସହିତ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ। ଏହି କାହାଣୀରେ ଏହି କଥାର ପ୍ରମାଣ ଅଛି ଯେ ଯଦି କୌଣସି ବ୍ୟକ୍ତିର ପ୍ରକୃତ ଉତ୍ସର୍ଗୀକୃତ ଏବଂ କଠିନ ପରିଶ୍ରମ କରିବାକୁ ଇଚ୍ଛା ଥାଏ, ତେବେ ତାଙ୍କ ରାସ୍ତାରେ କୌଣସି ପ୍ରତିବନ୍ଧକ ଆସିପାରିବ ନାହିଁ।
आमे केबे भी हार मानिबा उचित नुहे एवं सर्वदा आमर स्वप्न आड़कू गति करिबा उचित। सफलता केवल सेही मानक द्वारा प्राप्त होइथाए जेउ माने निज लक्ष्य पाई उत्सर्गीकृत एवं प्रत्येक असुविधार सम्मुखीन हेबाकू प्रस्तुत। तो दर्शक बंधु आपणको भिडियोटी केमिति लागिला कमेंट करी निश्चय जणांतु। जदि भल लागिला तेबे भिडियो को गोटिए लाइक निश्चय करंतु। पुणी देखा हेबा परवर्ती भिडियो रे से पर्यंत हस खुशी रे रुहंतु। कमेंट रे ओम नमः शिवाय निश्चय लिखंतु। ओम नमः शिवाय।